ନୂଆ ବର୍ଷରେ କିଛି ନୂଆ କିଛି ଅଲଗା ବନେଇକି ଦେଖନ୍ତୁ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଦେଖନ୍ତୁ ଦେଖିବାକୁ କେକ୍ ପରି ହିଁ ସେଇଭଳି ହିଁ ନରମ ପୁରା ପାଟିରେ ଏଇଠି କରୁ କରୁ ପୁରା ମିଳେଇଯିବ। ଆଉ ଇଏ ଗୁଜରାଟର ଗୋଟେ ଫେମସ୍ ରେସିପି ଆଜି ଆପଣମାନଙ୍କୁ ମୁଁ ଏଠି ସେୟାର କରିଛି। ପୁରାପୁରି ନୂଆ ରେସିପି, ତା ସହିତ ଦେଖନ୍ତୁ ଖଟା ମିଠା ପାଣି, ଫୁଟଣ ପାଣି, ତ ବହୁତ ସ୍ୱାଦିଷ୍ଟ ଲାଗିବ ଏଇ ରେସିପିଟି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଉ ଗୋଟେ ପିସ୍ ଆପଣମାନଙ୍କୁ ବାହାର କରିବି ଦେଖେଇ ଦେଉଛି, ଦେଖନ୍ତୁ ବହୁତ ସ୍ୱାଦିଷ୍ଟ ଲାଗେ ଆଉ ପୁରାପୁରି ସ୍ପଞ୍ଜ ଭଳି ଲାଗିବ। ପେଟ ତ ପୁରିବ କିନ୍ତୁ ମନ ଭରିବନି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ପ୍ରଥମେ ଆମେ ଗୋଟେ ବାଉଲ୍ ନେବା, ସେଇଥିରେ ଆମେ ଗୋଟେ ଷ୍ଟେନର୍ ରଖିବା ଆଉ ଗୋଟେ ଗିନା ସେଇଥିରେ ବେସନକୁ ଏଡ଼୍ କରିକିରି ଆମେ ବେସନକୁ ଏବେ ଟିକେ ଛାଣିଦେବା, ବା ତାର ଦେଖନ୍ତୁ ଖଦରିଆ ଅଂଶ ଯାହା ବି ଥିବ ଆମେ ଚଲେଇ ଦେଲା ମାନେ ସେ ବାହାରି ପଡ଼ିବ। ତ ଗୋଟେ ଚାମଚ କି ଛୁରୀ ସାହାଯ୍ୟରେ ଏଇଭଳି ଟିକେ ମିକ୍ସ କରିବା ଦ୍ୱାରା ଦେଖିବେ ଜଲ୍ଦି ପୁରା ଆମେ ତାକୁ ପୁରା ବେସନଟାକୁ ଚଲେଇଦେବା। ତ এইଭଳି ପ୍ରୋସେସ୍ରେ ଯଦି ବେସନଟାକୁ ଦେଖି ଚଲେଇବେ ତ ହାଲକା ରହିବ। ତ ଏବେ ଆମେ କ'ଣ କରିବା ନା, ଦେଖନ୍ତୁ କିଛି ଖଦରା ଅଂଶ ଥିଲା ତା ବି ବାହାରି ପଡ଼ିଲା, ଆକୁ ଆମେ ସାଇଡ଼୍ରେ ରଖିଦେବା। ସେଥିରେ କଲର୍ ପାଇଁ ବୋଲି ହଳଦୀ ଦେବା ହାଫ୍ ଚାମଚ। ଯଦି ଆପଣମାନେ ଫୁଡ଼୍ କଲର୍ ୱେଲର୍ ଅଛି ତାହେଲେ ଆପଣମାନେ ଏଠି ଏଡ଼୍ କରିପାରିବେ, ବା ହଳଦିଆ କଲର୍ ଏଡ଼୍ କରିପାରିବେ। ତ ଏବେ ଆମେ ସେଥିରେ ହଳଦୀକୁ ଏଡ଼୍ କରି ମିକ୍ସ କରିଦେବା। ଆଉ ଟିକେ ଟେଷ୍ଟକୁ ତାର ବଢ଼ାଇବା ପାଇଁ ପୁଣି ଦେଖନ୍ତୁ କଞ୍ଚାଲଙ୍କା ଅଦାକୁ ଅଳ୍ପ ଟିକେ ହିଁ କଞ୍ଚାଲଙ୍କା, ଗୋଟେ କଞ୍ଚାଲଙ୍କା ଆଉ ଅଳ୍ପ ଟିକେ ଅଦାକୁ ମୁଁ ଛେଚିକିରି ଏଡ଼୍ କରିଛି। ପୁଣି ଦେଇଦେବା ଆମେ ସ୍ୱାଦ ଅନୁସାରେ ଲୁଣ। ଏବେ ଆମେ ଚାମଚ ସାହାଯ୍ୟରେ ଟିକେ ମିକ୍ସ କରିଦେବା। ମିକ୍ସ କରିସାରିବା ପରେ ଅଳ୍ପ ଅଳ୍ପ କରି ପାଣି ଏଡ଼୍ କରିବା, ଏକଥରକେ ପାଣି ଏଡ଼୍ କରିବେନି, ଅଳ୍ପ ଅଳ୍ପ କରି ହିଁ ପାଣିକୁ ଏଡ଼୍ କରିବେ। ଏଭଳି କଣ୍ଟିନ୍ୟୁ ମିକ୍ସ କରିବେ, ନହେଲେ ଦେଖିବେ ଗୁଳା ବନିଯିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ଫ୍ରେଣ୍ଡସ୍, ଆମ ଘର ସାଇଡ଼୍ରେ ଘର କାମ ଚାଲିଛି, ଯେହେତୁ ତାଙ୍କ ଡ୍ରିଲ୍ କାମ କ'ଣ ଚାଲିଛି, ତ ଆବାଜ ବହୁତ ଜୋର ହେଉଛି, ଟିକେ ଆଡ଼ଜଷ୍ଟ କରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଗୋଟେ ପେଷ୍ଟ ବନେଇକି ରେଡ଼ି କରିବେ। ଅଧିକ ପତଲା ନଥିବ କି ଅଧିକା ବହଳିଆ ନଥିବ, ଯେମିତି ଆପଣମାନେ କେକ୍ ପାଇଁ ବେଟର୍ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ବନେଇବେ। ଆଉ ଦେଖନ୍ତୁ ଏଠି ମୁଁ ବଡ଼ 2 ଚାମଚ ଏଡ଼୍ କଲି ରିଫାଇନ୍ ତେଲ। ତ ଏବେ ରିଫାଇନ୍ ତେଲକୁ ବି ଏଡ଼୍ କରିଦେବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେମିତି ତେଲଟା ସେଇଥିରେ ପୁରା ମିକ୍ସ ହେଇଯିବ ବେସନରେ। ସେଇଭଳି ପ୍ରୋସେସ୍ରେ ମିକ୍ସ କରିବେ ଯେମିତି ତେଲଟା ଅଲଗାରେ ଦେଖାଯିବନି। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଦେଖନ୍ତୁ ଧୀରେ ଧୀରେ ପୁରାପୁରି ମିକ୍ସ ହେଇସାରିଲା। ଆଉ କେତେ ବଢ଼ିଆ ପୁରା ସ୍ମୁଥଲି ଗୋଟେ କ୍ରିମି ବେଟର୍ ବନିକି ରେଡ଼ି ହେଇଛି। ତ ତାକୁ ଆମେ ବି ସାଇଡ଼୍ରେ ରଖିଦେବା। ତାପରେ ଆମେ ଯେଉଁଥିରେ ଆମେ ଢୋକଲା ବନେଇବା, ଯେହେତୁ ଆଜି ଆମେ ଗୁଜରାଟର ଫେମସ୍ ଢୋକଲା ବନାଉଛନ୍ତି, ସେଇଥିପାଇଁ ଗୋଟେ ମୁଁ ଏଠି କେକ୍ କଣ୍ଟେନର୍ ନେଇଛି। ଆପଣମାନେ ଚାହିଁଲେ ଟିଫିନ୍ରେ ବି ସେଟ୍ କରିପାରିବେ, ଗିନାରେ ବି ସେଟ୍ କରିପାରିବେ। ଆଉ ବଟର୍ ପେପର୍ ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଠି କରିବେ, ନହେଲେ ଏମିତିରେ କେବଳ ତେଲକୁ ଗ୍ରୀସ୍ କରି ଆପଣମାନେ ଯେକୌଣସି କଣ୍ଟେନର୍ ହେଉ କି ଗିନାର ହେଉ ତେଲକୁ ଟିକେ ଗ୍ରୀସ୍ କରିଦେବେ ସେଇଥିରେ, ତ ବନେଇ ପାରିବେ। ତ ଦେଖନ୍ତୁ ଯେହେତୁ ମୋ ପାଖରେ ବଟର୍ ପେପର୍ ଥିଲା ତ ମୁଁ ଏଡ଼୍ କରିଛି। ତାପରେ କ'ଣ କରିବା ନା, ସେ ବେଟର୍ରେ ଆମେ ଏଠି ଇନୋ ଏଡ଼୍ କରିବା। ଆଜି ଆମେ ଯେହେତୁ ବିନା ବେକିଂ ସୋଡ଼ା, ବିନା ଖାଇବା ସୋଡ଼ାରେ ପ୍ରସ୍ତୁତ କରୁଛନ୍ତି, ତ ମୁଁ ଇନୋ ସେଥିରେ ଏଡ଼୍ କରିଦେଲି। ଆପଣମାନେ ଚାହିଁଲେ ଏଠି ବେକିଂ ସୋଡ଼ା, ଖାଇବା ସୋଡ଼ା ମିକ୍ସ କରିବି ଏଡ଼୍ କରିପାରିବେ। ଆଉ ଦେଖନ୍ତୁ ସେ ଇନୋ ଉପରେ ମୁଁ ଅଳ୍ପ ଟିକେ ସେଥିରେ ଲେମ୍ବୁ ରସ ଏଡ଼୍ କଲି। ଲେମ୍ବୁ ରସ ଏଡ଼୍ କରିବା ଦ୍ୱାରା ଦେଖିବେ ପୁରା ମାନେ ସ୍ପଞ୍ଜି ବି ବନିବ, ଆଉ ଦେଖିବେ ମାନେ ଲେମ୍ବୁ ରସ ଏଡ଼୍ କରିବା ଦ୍ୱାରା ହାଲକା ଟିକେ ଖଟାଳିଆ ସ୍ୱାଦ ରହିବ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଏଇଭଳି ପ୍ରୋସେସ୍ରେ ଇନୋକୁ ଏଡ଼୍ କରିସାରିବା ପରେ କଣ୍ଟିନ୍ୟୁ ଟିକେ ମିକ୍ସ କରିଦେବା। ଦେଖନ୍ତୁ ଏଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ, ଯେମିତି ଇନୋଟା ପୁରା ଆମର ସେ ବେଟର୍ରେ ପୁରା ମିକ୍ସ ହେଇଯିବ। ତାପରେ କ'ଣ କରିବା ନା, ସେ କେକ୍ କଣ୍ଟେନର୍ରେ ଆମେ ସେଥିରେ ଏଡ଼୍ କରିଦେବା ଏ ବେସନର ବେଟର୍କୁ। ଏଡ଼୍ କରିସାରିବା ପରେ ଟିକେ ଆମେ ଟେପ୍ କରିଦେବା। ଟେପ୍ କରିକିରି ଆକୁ ଆମେ ବି ସାଇଡ଼୍ରେ ରଖିବା। ସେଥି ଭିତରେ ଦେଖନ୍ତୁ ଏଇଠି ଗୋଟେ କରେଇରେ ମୁଁ କିଛି ପାଣି ନେଇଛି ଆଉ ଗୋଟେ ଷ୍ଟାଣ୍ଡ ଲଗେଇଛି ସେଥିରେ। ଆଉ ସେଇଥିରେ ଆମେ କଣ୍ଟେନର୍କୁ ଏଡ଼୍ କରିକିରି ଗୋଟେ କଭର୍କୁ ତାକୁ ପୁରା ଫିଟ୍ ହେଲା ଭଳିଆ ଗୋଟେ କଭର୍ ଏଡ଼୍ କରିବେ, ଯେମିତିକି ବାମ୍ଫ ବାହାରକୁ ଯିବନି ଆଉ ପରଫେକ୍ଟଲି ଆମର ଢୋକଲାଟା ପୁରା ସିଝିଯିବ। ତ ଦେଖନ୍ତୁ ସିଝିବାକୁ ପୁରା 15 ମିନିଟ୍ ହିଁ ଲାଗିଥିଲା। ଏ 15-20 ମିନିଟ୍ରେ ପୁରା ବନିକି ରେଡ଼ି ହେଇଯାଏ। ସକାଳର ବ୍ୟସ୍ତତା ଭିତରେ ଯଦି ବନେଇବାକୁ ଚାହିଁବେ ବିନା ତେଲ ବିନା ମସଲାରେ ବହୁତ ବଢ଼ିଆ ଗୋଟେ ଜଳଖିଆ ବନିକି ରେଡ଼ି ହେଇଯିବ। ତ ଆପଣମାନେ ଚାହିଁଲେ ଏଠି ମୁଁ ତେଲ 1 ଚାମଚ ଏଡ଼୍ କରୁଛି ବି, ଚାହିଁଲେ କରିବେ, ନହେଲେ ସ୍କିପ୍ ବି କରିପାରିବେ, ବହୁତ ବଢ଼ିଆ ଲାଗେ ରେସିପିଟି। ତ ତାର ମେନ୍ ଜିନିଷ ହେଲା ସ୍ପେଶାଲ୍ ଗୋଟେ ଫୁଟଣ। ତ ଢୋକଲାକୁ ଆମେ ବାହାର କରି ସାଇଡ଼୍ରେ ରଖିଦେବା, କିଛି ସମୟ ଥଣ୍ଡା ହେବ, ସେଥି ଭିତରେ ସ୍ପେଶାଲ୍ ଫୁଟଣଟା ବନେଇବା। ସେଥିରେ ଦେଖନ୍ତୁ ମୁଁ ତେଲ ଏଡ଼୍ କଲି, ସୋରିଷ ପୁଣି ଏଡ଼୍ କଲି। ସୋରିଷ ଫୁଟି ସାରିବା ପରେ କଞ୍ଚା ଲଙ୍କାକୁ ଏଡ଼୍ କରି ଟିକେ ଭାଜିଦେବେ। ଭାଜି ହେଇସାରିବା ପରେ ଯେଉଁ ଗିନାରେ ଆମେ ନେଇଥିଲେ ବେସନ, ସେଇ ଗିନାରେ ହିଁ ଗିନାଟି ମୁଁ ପାଣି ଏଡ଼୍ କରିଛି। ଆପଣମାନେ ଯଦି ଅଧିକ ଦେଖିବେ, ଯଦି ଖଟା ମାନେ ଖଟା ମିଠା ଫ୍ଲେଭର୍ ପାଇଁ ଯଦି ଅଧିକ ଯଦି ଜଣେ ଅଛନ୍ତି ନା ଟିକେ ଜୁସ୍ ଖାଇବା ପସନ୍ଦ କରନ୍ତି, ତାହେଲେ ଆପଣମାନେ ଆଉ ଟିକେ ପାଣି ବି ଦେଇପାରିବେ। ଆଉ ଅଳ୍ପ ଟିକେ ବଡ଼ 2 ଚାମଚ, ସେଥିରେ ଅଧିକ ଚିନି ଦେବେନି, ଅଧିକ ଚିନି ଦେଲା ମାନେ ମିଠା ଅଧିକା ହେଇଯିବ।
तो हल्का जमती मीठा लगुव खटा लगुव से मुझे 2 बड़ चामच चीनी एड कली अल्प टे स्वाद अनुसार देदेली लुण आ लेंबू रस आ गोटे फड़ा से एड करदेली पानी को आम स्लो आंच फुटा दबा से भितर चलतु ये ढोकला को आम से कंटेनर भितर बाहर करदे गोटे छुरी साहाय्य चारि साइड पूरा क्लीन करेंगे। तो आ गोटे जिन मुझे भूलीगली जितेबाला माने ढोकला सीझी ना जानापी से छुरी को मुझे एड कली तो छुरीटार बिल्कुल भी लगिलानी पूरा क्लीन बाहर तो जानदेवे ये ढोकलाटा परफेक्टली पूरा सीझी जाइए। तो एबे कौन करवा ना ढोकला को आम गोटे प्लेट को बाहर करदे देखो ये प्रोसेस रे बाहर करदे किसी समय जब टैप करदेवे से आराम से बाहरी पड़ो। तो जदि आप बिना बटर पेपर बनाऊँ ना ताहले भी बहुत बढ़िया बाहरी पड़े ये ढोकलाटा। तो जेहेतु ठंडा है सी पूरा देखिए माने जेकोसी जगार जब आप सेट करेंगे से पूरा छाड़ीज बाहरी पड़ो। तो देखूँ केते बढ़िया पूरा बनिकी रेडी होती पूरा तुलापुरी नरम बनी आ केक भली देखा बहुत सुंदर भी देखा आ टेस्ट भी पूरा जबरदस्त थिला। मुझे ढोकला बनवा गली मो पुओ जे कहला ना ढोकला आज कौन बनाऊँ भल लगे मुझे कहली तो खाई देखे केमती कौन लगुच बहुत बढ़िया लगुला फ्रेंड्स माने जे भाभी नी एत टेस्ट भी बनो बोली। तो देखो आपण कटिंग कर भी देखई दूसरी केते पूरा स्पंजी बनी पूरा तोला परी पूरा नरम बनी देखु। तो आपण मान मन पसंद अनुसार आपण मैंने कटिंग करेंगे। तो देखो ये पीसेस कटिंग कली जमीक स्क्वायर पीसेस देखिए ढोकला तो स्क्वायर पीसेस ही कटिंग हुए किंतु आपण मान मन पसंद अनुसार भी आपण मैंने कटिंग करेंगे। तो ये प्रोसेस रे आपण मैंने थरे बनईकी देखु। तो एमती सकाल माने सब टेंशन थाए आम मानक जे जलखिया कौन बन किंतु सब सेम सेम रुटी परोटा पुणी पूरी इडली खाई जे बोर होइए ये नुआ किसी ट्राए करूँ। ये मुझे सेयार करें ग्रीन चटनीटा आपण मैंने चाहिए ग्रीन चटनी भी बनई पारे माने जमी पुदीना धनिया पुणी रसुण कंचा लंका को बाटिकी जदि ये चामच एड कर खाइबे ताहले भी बहुत बढ़िया लगे। तो ये पानीटा ही देखिए ढोकलार पूरा स्वाद को बढ़े दे थाए बहुत बढ़िया टेस्टी लगे। तो आपण मैंने निहाती ट्राए करूँ थे आ देखिए जड़े जड़े एमती खाइबा पसंद करती गोटे गोटे पीस ढोकलार माने अल्प टिके अधिका पानी रखी जदि खाइबे देखिए ताहले भी बहुत बढ़िया लगे। किंतु ये जो पानी गुड़ा देखा कि समय रखीदेला से ढोकला सब पानी को सोक करदे एब्जर्व करदब। तो बहुत बढ़िया स्पंजी भाई ही ढोकला बनता मैंने देखो आपको देखा प्रेस करते बढ़िया पूरा प्रेस हो देखो पूरा जूसी भी अच्छी भितर पानी को सी एब्जर्व कर देछि आ पूरा जूसी भी लगुला बहुत बढ़िया टेस्ट लगुला। आपण मैंने तरीका घरे निहाती ट्राए करूँ आदि घरे बनाऊँ आपण मान अनुभूति मो सहित सेयार करूँ। फ्रेंड्स आपन जदि वीडियोटी मोर पसंद आसो सांग मानक सेयार करूँ लाइक करूँ चैनल जदि नुआ अच्छा चैनल को मोर सब्सक्राइब कर दिंतु बेल आइकन को क्लिक कर दिंतु जहाँफल मोर सब वीडियो नोटिफिकेशन प्रथमे आपण मानक पहुँचो। मुझे इजी वीडियो नहीं आसबि आपण मैंने देखिए घरे आपको निहाती ट्राए करूँ। आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ इंस्टाग्राम रे देखुले फॉलो करने को जमार भूलतुनि। तो देखो फाइनाली आमर ढोकला रेसिपी बनिकी रेडी हो साराणी पुणी बेसन में बनी कहीं भी जानीपर आपको आपण मैंने बेसन में बनई पूरा पूरी सुजी ढोकला भाई देखा कि केवल मुझे बेसन में बनई आपण मैंने चाहिए हाफ गिना बेसन को हाफ गिना सुजी भी बनई पारे। तो बहुत बढ़िया गोटे हेल्दी रेसिपी बनिकी रेडी है। तो आपण मैंने आपको ट्राए करेंगे आपण मान अनुभूति मो सहित सेयार करेंगे। फ्रेंड्स आप तो वीडियो देखुं किंतु कमेंट करूना आपण मैंने कमेंट करूँ मत भी खुशी लगे। तो फाइनल रेसिपी बनीगला आपण मैंने ट्राए करूँ कमेंट बॉक्स में कमेंट करूँ से पर्यंत रोचे पुणी एक नुआ रेसिपी नहीं आसबि। नमस्कार जय जगन्नाथ।